ଗପ ଅମୃତରେ ଜହ୍ନମାମୁଁ ଗପ ରହସ୍ୟମୟୀ ପଡ଼ୋଶୀ। ବାପାଙ୍କର ଭୋଳାପୁର ବଦଳି ହେବା ପରଠାରୁ ଟିଲୁର ଆନନ୍ଦ ଯେମିତି 100 ଗୁଣ ବଢ଼ି ଯାଇଥାଏ। ସେ ରୋଜି ଓ ଜମାଲକୁ ଭେଟିବା ଦିନଠାରୁ ପ୍ରତିଦିନ କିଛି ନୂଆ ନୂଆ ଚମତ୍କାର ଜିନିଷ ଘଟୁଥାଏ। ପ୍ରଥମ ଦିନ ସ୍କୁଲ ଗଲାବେଳେ ତାକୁ ଟିକେ ଲାଜ ଓ ସଂକୋଚ ଲାଗୁଥିଲା। ମନ ଭିତରେ ଖେଳି ଯାଉଥିଲା ଅନେକ ଅନିଶ୍ଚିତତା। ଯେତେବେଳେ ରୋଜି ତାକୁ ହାତ ହଲାଇ ଡାକିଲା, ଜମାଲକୁ ପରିଚିତ କରାଇ ଦେଇ ତାଙ୍କ ସହିତ ସାଙ୍ଗ ହେବାକୁ ଅନୁରୋଧ କଲା, ସେହିଦିନ ଠାରୁ ଟିଲୁ, ଜମାଲ ଓ ରୋଜି ଏକଦମ ଘଣୀ ହୋଇଗଲେ। ଟିଲୁ ରୋଜି ପରି ପିଲାକୁ କେବେ ଭେଟି ନଥିଲା। ପ୍ରତିଦିନ ସ୍କୁଲରୁ ଘରକୁ ତାଙ୍କ ସହିତ ଚାଲି ଚାଲି ଫେରିବା ବେଳେ ଟିଲୁ ସେମାନଙ୍କଠାରୁ କାହାଣୀ ଶୁଣୁଥାଏ। ସେମାନେ ପ୍ରତିଦିନ ଅଜବ ଅଜବ କାହାଣୀ ଶୁଣାଉଥାନ୍ତି। ରହସ୍ୟ ଓ ରୋମାଞ୍ଚ ଭରା କାହାଣୀ ସବୁ ଶୁଣି ସେ ବେଶ ଆମୋଦିତ ହେଉଥିଲା। ସେମାନେ ଗୋଟିଏ ଘରକୁ ଅତିକ୍ରମ କଲାବେଳେ ରୋଜି ଫିସ୍ କରି କହିଲା, ଏଠାରେ କିଏ ରହୁଛନ୍ତି ତୁମେ ଜାଣିଛ? ଟିଲୁ କହିଲା, ନା। ରୋଜି କହିଲା, ଏହା ହେଉଛି କେଶବ ସାରଙ୍କ ଘର। ଜମାଲ, ଆମେ ତ ଟିଲୁକୁ ଏ ବିଷୟରେ କେବେ କହିନାହାନ୍ତି। ରୋଜି ପଚାରିଲା। ଜମାଲ ତା ସହିତ ତାଳ ମିଳେଇ କହିଲା, ଚାଲ ଏବେ ତାକୁ କହିଦବା। ଆସ ଏଇ ବାଟ ଦେଇ ଯିବା ଏବଂ ତାଙ୍କ ବଗିଚା ଦେଖିବା। ମୁଁ ସେଠାରେ ତତେ କିଛି ଦେଖାଇବି। ରୋଜି କହିଲା। ଆମେ ଏଇ ରାସ୍ତାରେ ଚାଲି ଚାଲି ଯିବା ଉଚିତ କି? ଟିଲୁ ପଚାରିଲା। ସେମାନେ କଣ୍ଟାବୁଦା ଦେଇ ବାଟ ଖୋଜି ଖୋଜି ଆସିଲେ। ସେମାନେ ଏପରି ଏକ ସ୍ଥାନରେ ପହଞ୍ଚିଲେ ଯେଉଁଠାରୁ ସେମାନେ ବାଡ଼ ଭିତରକୁ ଉଙ୍କି ମାରି ଦେଖିପାରିବେ। ରୋଜି ଭୂମିରେ ଖୋଳା ହୋଇଥିବା ଗୋଟିଏ ଗର୍ତ୍ତ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲା, ତୁମେ ଭାବିପାରିବନି ଯେ ଆମ କେଶବ ସାର୍ ରବିବାର ଦିନ ସନ୍ଧ୍ୟାବେଳେ କିପରି କାର୍ଯ୍ୟ କରନ୍ତି। ସେ ଏଠାକୁ ଆସି ଗୋଟିଏ କୋଦାଳରେ ଏଇ ଜାଗାକୁ ଖୋଳିଥାନ୍ତି। ଜମାଲ କହିଲା, କଣ ପାଇଁ? ବୋଧହୁଏ ସେ କିଛି ଗୁପ୍ତଧନ ଖୋଜୁଛନ୍ତି। ରୋଜି କହିଲା, ଏହା ହେଉଛି ଆମର ବେଶ ଗୋପନୀୟ କଥା। ଟିଲୁ, ଦୟାକରି କାହାକୁ କହିବୁ ନାହିଁ, ଚେତେଇ ଦେଲା ଜମାଲ। ସେମାନେ ଅନ୍ୟପଟ ଦେଇ ଚାଲି ଚାଲି ଗଲାବେଳେ ଦେଖିଲେ ଯେ ବଗିଚା ଭିତରେ ବଲଟିଏ ପଡ଼ି ରହିଛି। ସେ ଗେଟ୍ ଖୋଲିବା ପାଇଁ ଉଦ୍ୟମ କଲାବେଳେ ଟିକିଏ ଶବ୍ଦ ହେଲା। ଜମାଲ ଓ ରୋଜି ରାଗିମାଗି ତାକୁ ଚାହୁଁଥାନ୍ତି। ତୁମେ ମନେ ମନେ କଣ ଭାବୁଛ, କଣ କରୁଛ ଜାଣିଛ ତ? ଜମାଲ ଧୀରେ କହିଲା, ମୁଁ ଭାବୁଛି ବଲଟା ନେଇଯିବି ଏବଂ ଏଇ ଘର ଭିତରେ ଥିବା ଅଜବ ମହିଳାଙ୍କର ଦୌରାତ୍ମ୍ୟ କଥା ଜାଣିଛୁ ତ? ରୋଜି ଦାବି କଲା। ଏଇ ଘର ଭିତରେ ଜଣେ ମହିଳା ରହୁଛନ୍ତି। ତାଙ୍କର ଟିକିଏ ମୁଣ୍ଡ ଦୋଷ ଅଛି। ରୋଜି କହିଲା। ସେ ଲୋକମାନଙ୍କୁ ତାର ଘର ଭିତରକୁ ଟାଣି ଆଣିଥାଏ ଏବଂ ତାପରେ ସେ ଲୋକମାନଙ୍କ ସହିତ ଅଦ୍ଭୁତ ଢଙ୍ଗରେ କଥାବାର୍ତ୍ତା କରିଥାଏ, କହିଲା ଜମାଲ। କିପରି? ପଚାରିଲା ଟିଲୁ। ସେ ଯେମିତିକି ତୁମେ କିଏ ନ ପଚାରି ସେ ପଚାରିବ, ତୁମ ପୁମ୍ ମେ କିମ୍ ପିଏ? ତୁମକୁ ମଧ୍ୟ ତାଙ୍କ ସହିତ ଏହିପରି କଥାବାର୍ତ୍ତା କରିବାକୁ ପଡ଼ିବ, ନହେଲେ ସେ ଭୀଷଣ ରାଗିଯିବେ। ରୋଜି କହିଲା। ଏବଂ ସେ ମଧ୍ୟ ତାଙ୍କ ମୁହଁରେ ଗୋଟିଏ ମୁଖା ପିନ୍ଧିଥାନ୍ତି। ତେଣୁ ଚାଲ ଏ ଜାଗା ଛାଡ଼ି ପଳାଇ ଯିବା। କିନ୍ତୁ ତୁମେମାନେ ଏତେ ସବୁ କଥା କିପରି ଜାଣିଲ? ଟିଲୁ ପଚାରିଲା। ହାୟ, ଆମେମାନେ ଏଠାରେ ବହୁତ ବର୍ଷ ହେଲା ରହୁଛୁ, ରୋଜି ଗର୍ବର ସହିତ କହିଲା। ତା ପରଦିନ ଟିଲୁ କେଶବ ସାରଙ୍କୁ ଅଧିକ ଧ୍ୟାନ ଦେଇ ଦେଖିଲା। ସେ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର ବିଷୟରେ କହୁଥିଲେ। କେଶବ ସାର୍ କହୁଥିଲେ, ବିଭିନ୍ନ ସ୍ଥାନ ଖୋଜି କୁଆଡ଼େ ଅତୀତରେ ବ୍ୟବହୃତ କଳାକୃତିଗୁଡ଼ିକୁ ହାସଲ କରିବାଠାରୁ ଅଧିକ ରୋମାଞ୍ଚକର କାର୍ଯ୍ୟ ଆଉ କିଛି ନାହିଁ। ଟିଲୁ ନିଜକୁ ଗର୍ବିତ ମନେ କରୁଥିଲା। ସେ ବହୁତ କଥା ଜାଣିଛି ଯାହାକି ତାର ସାଙ୍ଗମାନେ ଜାଣିନାହାନ୍ତି। ସେ ଲୁଚି ଲୁଚି କେଶବ ସାରଙ୍କୁ ଗାତ ଖୋଳୁଥିବା ଅବସ୍ଥାରେ ଦେଖିବା ପାଇଁ
ମନସ୍ଥ କଲା। ସେ ଯାହା ଦେଖିବ ସାଙ୍ଗମାନଙ୍କୁ କହିପାରିବ ବୋଲି ମନେ ମନେ ଭାବିଲା। ଟିଲୁକୁ ଏଇ ଯୋଜନାଟି ଭଲ ଲାଗିଲା। ଦିନେ ରବିବାର ଉପରଓଳି ଟିଲୁ ତାର ଏହି ଦୁଃସାହସିକ ଯାତ୍ରା ଆରମ୍ଭ କଲା। ସେ ବାରିପଟକୁ ଧୀରେ ଧୀରେ ଚାଲି ଚାଲି ଗଲା। ମନେ ମନେ ଭାବୁଥିଲା, କେହି ତାକୁ ଗଛ ପଛରୁ ଲୁଚି ଲୁଚି ଦେଖୁଛି କି? ରୋଜି ଏବଂ ଜମାଲ। ରୋଜି ହସି ହସି କହୁଥିଲା, ଦେଖ, ମୁଁ ତୋତେ କହିନଥିଲି ଟିଲୁ ଏଠାକୁ ନିଶ୍ଚୟ ଆସିବ। ଆମେ ବୋଧହୁଏ ଏଥର ଟିକେ ବେଶୀ ତାକୁ ଇଆଡୁ ସିଆଡୁ କହିଦେଇଛନ୍ତି। ସେ କେତେ ସହଜରେ ବିଶ୍ୱାସ କରିଯାଉଛି, କହିଲା ଜମାଲ। ରୋଜି କହିଲା, ଶୁଣ, ଆମେମାନେ କିଛି ସମୟ ପାଇଁ ତା ଉପରେ ନଜର ରଖିବା ଏବଂ ତାପରେ ଆମେ ତାକୁ ସବୁ ସତ କଥା କହିଦେବା। ସମସ୍ତେ ଏକାଠି ମିଶି ତାକୁ ବୋକା ବନେଇବା। ରୋଜି କହିଲା। ଟିଲୁ ବହୁତ ସମୟ ଅପେକ୍ଷା କଲା, କିନ୍ତୁ ଦେଖିଲା କେଶବ ସାରା ଆଦୌ ବଗିଚାକୁ ଖୋଳିବା ପାଇଁ ଆସିଲେ ନାହିଁ। ହଠାତ୍ ସେ ଅନୁଭବ କଲା ଯେ ତା ଉପରେ କେହି ଜଣେ ହାତ ରଖିଛି। ସେ ପଛକୁ ବୁଲି ଚାହିଁଲା। ଏଥର ଭାରି ଡରି ଯାଇଥିଲା। ତାର ପ୍ୟାଣ୍ଟ କଣ୍ଟାବୁଦାରେ ଲାଗି ଫଡ୍ ଫଡ୍ ଶବ୍ଦ କରି ଫାଟିଗଲା। ଏ ଯେ ସେଇ ମହିଳା ଯାହା କଥା ଜମାଲ ଓ ରୋଜି କହୁଥିଲେ। ଟିଲୁ ଡରିମରି କହିଲା, ମୁଁ ପୁ ଉ ଜିମ୍ ପି ନି। ମହିଳା ଜଣକ ତାକୁ ଚାହିଁ ଜୋରରେ ହସିଲେ ଓ କହିଲେ, ତୁମ୍ ପୁ ମ ପ୍ୟାଣ୍ଟଟି ଫାଟି ଯାଇଛି। ମୋ ସାଙ୍ଗରେ ଆସ, ମୁଁ ପିନ୍ ଲଗାଇଦେବି। ଟିଲୁ ତାଙ୍କ ସହିତ ଘର ଭିତରକୁ ଗଲା। ସେ ଟିଲୁକୁ ପଚାରିଲେ, ଇଏ କି ଖେଳ? ବହୁତ ସମୟ ବିତିଗଲା। ଜମାଲ ଓ ରୋଜି ଫାଟକ ନିକଟରେ ଠିଆ ହୋଇ ରହିଥିଲେ। ମନେ ମନେ କହୁଥିଲେ, ଟିଲୁ ଆସିଲା ବେଳକୁ ପାଗଳ ହୋଇଯାଇଥିବ। କିନ୍ତୁ ଟିଲୁ ପ୍ରାୟ 1.5 ଘଣ୍ଟା ପରେ ସେଠାରୁ ହସି ହସି ବାହାରି ଆସିଲା। ସେ ରୋଜି ଓ ଜମାଲକୁ ଦେଖି ହାତ ହଲାଇଲା ଓ କହିଲା, ସେ ମହିଳା ଜଣକ ଭାରି ଭଲ ଲୋକ। ମୁଁ ତାଙ୍କୁ ସବୁ ସତ କଥା କହିଦେଲି, କିନ୍ତୁ ତାହା ତାଙ୍କୁ ଏତେ ଭଲ ଲାଗିଲା ଯେ ସେ ତାଳି ମାରି ହସିଲେ। ଏବେ ମୋତେ କହିଛନ୍ତି ସେ ଏହି ସମ୍ପୂର୍ଣ୍ଣ କାହାଣୀଟିକୁ ତାଙ୍କ ପତ୍ରିକାରେ ମୋ ନାଁରେ ପ୍ରକାଶ କରିବେ।